ଦୁଇ ଦିନ ତଳେ ଆମର ଦେଶର ଗୃହମନ୍ତ୍ରୀ ସେ ଆମ୍ବେଦକରଙ୍କ ଉପରେ ଯୋଉ ସମ୍ବିଧାନ ଦିବସ ଉପରେ ତାଙ୍କର ଭାଷଣ ରହିଥିଲା ସେ ଭାଷଣକୁ କଂଗ୍ରେସ ଦଳ ଅସହିଷ୍ଣୁ ଭାବରେ ତାକୁ ଖଣ୍ଡ ବିଖଣ୍ଡିତ କରି ଯେଉଁଭଳି ଭାବରେ ସର୍ଟ ଭିଡିଓ ପ୍ରସ୍ତୁତ କରିକି ଭାଇରାଲ କରୁଛି ତା ସହିତ ଯୋଉ ଆମ୍ବେଦକରଙ୍କୁ ଅପମାନ ଦଉଛି ଏବଂ ମିଛ ଡିଣ୍ଡିମ ପିଟୁଛି ଯୋଉ ଲୋକଙ୍କ ସାମ୍ନାରେ ତାର ପ୍ରତିବାଦରେ ଯୋଉ ରାହୁଲ ଗାନ୍ଧୀଙ୍କର ଯୋଉ ରହିଛି ବାଇଟ୍ ତାର ପ୍ରତିବାଦରେ ଆଜି ଆମେ ଏଠି ବିକ୍ଷୋଭ ପ୍ରଦର୍ଶନ କରୁଛୁ। ତା ସହିତ ଅତି ଦୁଃଖର ସହିତ କହିବା ପାଇଁ ପଡୁଛି ଆମର ଓଡିଶାର ଜଣେ ସାଂସଦ ବାଲେଶ୍ୱରର ସାଂସଦ ମାନନୀୟ ପ୍ରତାପ ଷଡଙ୍ଗୀ ମହୋଦୟ ଆଜି ସଂସଦ ଭବନରେ ଥିବା ବେଳେ ରାହୁଲ ଗାନ୍ଧୀ ଯେପରି ଭାବରେ ଅସହିଷ୍ଣୁ ଭାବ ପ୍ରକାଶ କରି କଂଗ୍ରେସ ଦଳ ଗାନ୍ଧୀ ପରିବାର ଏସବୁ ଜିନିଷ ଭିତରେ ଦେଶର ଉନ୍ନତି ଆଉ ଦେଶର ସାଂସଦ ମାନଙ୍କୁ ସଂସଦ ଭାବରେ ଉଚିତ ସମ୍ମାନ ନ ଦେଇ ଯୋଉ ଗୁଣ୍ଡା ଗର୍ଦ୍ଦି କରି ଆଜି ସାଂସଦଙ୍କର ମୁଣ୍ଡ ଫଟେଇକି ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଛି ସେ ଅସହିଷ୍ଣୁ ପ୍ରତିବାଦରେ ଆଜି ଆମେ ଏଠି ବିକ୍ଷୋଭ ପ୍ରଦର୍ଶନ କରୁଛୁ। विगत जो आम सांसद अधिवेशन रे आमर जो गृहमंत्री अच्छा अमित शाह जो आंबेडकर को ऊपर जो टिप्पणी देते एडिटिंग करी अधा काटी एक कटु भाव जो आलोचना कर कांग्रेस मुख्य राहुल गांधी जो कर बाबद से यथाशीघ्र आम गृहमंत्री क्षमा मागंतु एवं आज जो आम ओडिशार सांसद प्रताप नना एवं जड़े वरिष्ठ सांसद तांको जो निर्मम भाव में ठेली तो आघात देते एक बहुत निंदनीय जिनस भारत वर्ष हूँ शांतिर देश किंतु जातीय कांग्रेस एवं तार प्रत्येक कर्मी हूँ नेतृवृंद हूँ से हिंसार विश्वास करती जार प्रमाण आज फलस्वरूप आपण मैंने देखिपे जो इंडी मेंट हो जातीय कांग्रेस जो मुख्य अच्छा राहुल गांधी आघात पड़ा सांसद मुंड फाटी बहुत घृणार विषय बहुत निंदार विषय।